ଆଉ କ'ଣ କରିବା ଆଜ୍ଞା, ମାସେ ହେଲା ପେଟରେ କଣ୍ଟା ଅଛି ଆଜ୍ଞା, ବାହାରୁନି। ବହୁତ ଦୁଃଖ, ଆମେ ଗରିବ ଲୋକ, ଆମେ ଖଟିଲେ ଖାଉଛୁ, ଏମିତି ଟଙ୍କାଟେ ହେଲେ ନାହିଁ ଆଜ୍ଞା। ଆଉ ଯାଇକି 2-3 ଥର ଆଜ୍ଞା 7-8 ହଜାର ଖର୍ଚ୍ଚ ହେଲାଣି ଖାଲି ଯିବା ଆସିବାରେ। ଏବେ ବି ପଇସା ନାହିଁ ସାରେ। ଆମେ ଟିକେ ସାହାଯ୍ୟ କରି, ଭଗବାନ ଟିକେ ସାହାଯ୍ୟ କରିଦେବେ ଆଜ୍ଞା। ସରକାର ଆମେ ଟିକେ ସାହାଯ୍ୟ କରିଦେଲେ ଭଲ ହୁଅନ୍ତା ସାର୍। ଆଜ୍ଞା ତୋଫାନ ଜେନା। କୋଉ ଗାଁ? ଆଜ୍ଞା ଚଢିଆପଲ୍ଲୀ ଟେକ ସାର୍। ଆଚ୍ଛା, କ'ଣ ହେଇଛି କହିଲ? ଆଜ୍ଞା ଆମର ଛୋଟ ପିଲା ସନ୍ଧ୍ୟାବେଳେ ବୁଲୁଥିଲା, ସେ କଣ୍ଟା ଗୋଟେ ଢୁଙ୍କି ଦେଲା, ଢୁଙ୍କି ଦେଇକି ମୋତେ ଆଜ୍ଞା କହୁଛି ବାବା କଣ୍ଟା ଖାଇଦେଲି। କଣ୍ଟା ଖାଇଦେଲି, ମୁଁ କ'ଣ ଖାଇଲୁ ବାବୁ? ନା ନୂଆ କଣ୍ଟା ଖାଇଦେଲି। ଏମିତି କଲୁ, ମୁଁ ତାକୁ ସାଙ୍ଗେ ସାଙ୍ଗେ ପାଣି ପିଆଇଲି, ସେଠୁ କଦଳୀ ଫଦଳୀ ଆଣିଦେଲି ତାକୁ ଖାଇବାକୁ। ତା ପରଦିନ ଆଗରୁ ନେଲୁ ଭଞ୍ଜନଗର ଏକ୍ସରା ବାହାର କଲୁ। ବାହାର କଲା ପରେ ସେଠୁ କହିଲା ଏମିତି ତମେ ବ୍ରହ୍ମପୁର ନେଇକି ଯାଅ। ସେଠୁ ବ୍ରହ୍ମପୁର ନେଇ ଗଲୁ। ସେଠୁ ଗଲୁ ଡକ୍ଟର ଚିକିତ୍ସା କଲେ, ସବୁ କଲେ, ବ୍ଲଡ଼ ଟେଷ୍ଟ କରାହେଲା। ସେଠୁ କହିଲେ ଅପରେସନ୍ ପାଇଁ ନେଖପଡ଼ ହେଲା ସବୁ। ସେଠୁ ସାର୍ କହିଲେ ସନ୍ଧ୍ୟାବେଳକୁ ଆଇଲେ, କହିଲେ ସନ୍ଧ୍ୟାବେଳକୁ କହିଲେ ଛୋଟ ପିଲା ଆଉ ହେବନି, ଅପରେସନ୍ ହେବନି, ଝାଡ଼ା ଦ୍ୱାରା ବାହାରିବ କହିଲେ। ଏମିତି କହିଲେ ତମେ ଯାଅ ହେରି ଘରକୁ, ଆଉ ଯଦି ଝାଡ଼ା ଦ୍ୱାରା 3 ଦିନ ପରେ ଯଦି ନ ବାହାରିବ ଆଉ ଥରେ ନେଇକିରି ଆସିବ କହିଲେ। ଆଉ ଥରେ ଆମେ 3 ଦିନ ପରେ ଗଲୁ। ଗଲା ପରେ ଆଉଥରୁ ମେଡ଼ିକାଲକୁ ଗଲୁ। ଆଉଥରୁ ଗଲା ପରେ ସେ ସାର୍ କହିଲେ ଯେ ସେଠି 3 ଦିନ ରହିଲୁ। ସେଠୁ କହିଲେ ନାଇଁ, ଆଉ ତମେ ଗୋଟେ କାମ କର, ଏଇ ଝାଡ଼ା ଦ୍ୱାରା ଖସିବ, ଆଉ ତମେ ଯାଅ ହେରି, ଆଉ ମାସ ପରେ ଆସିବ ଆଉଥରୁ ଏମିତି କହିଲେ। କହିଲୁ ଆମେ ଆଉଥରୁ ଘରକୁ ଧରି ପଳେଇ ଆଇଲୁ। ଆଉ କ'ଣ କରିବା ଆଜ୍ଞା, ମାସେ ହେଲା ପେଟରେ କଣ୍ଟା ଅଛି ଆଜ୍ଞା, ବାହାରୁନି। ବହୁତ ଦୁଃଖ, ଆମେ ଗରିବ ଲୋକ, ଆମେ ଖଟିଲେ ଖାଉଛୁ, ଏମିତି ଟଙ୍କାଟେ ହେଲେ ନାହିଁ ଆଜ୍ଞା। ଆଉ ଯାଇକି 2-3 ଥର ଆଜ୍ଞା 7-8 ହଜାର ଖର୍ଚ୍ଚ ହେଲାଣି ଖାଲି ଯିବା ଆସିବାରେ। ଏବେ ବି ପଇସା ନାହିଁ ସାରେ। ଆମେ ଟିକେ ସାହାଯ୍ୟ କରି, ଭଗବାନ ଟିକେ ସାହାଯ୍ୟ କରିଦେବେ ଆଜ୍ଞା। ସରକାର ଆମେ ଟିକେ ସାହାଯ୍ୟ କରିଦେଲେ ଭଲ ହୁଅନ୍ତା ସାର୍। ଆଜ୍ଞା ମାସେ ପାଖା ହେଇଗଲାଣି, କଣ୍ଟା ବାହାରୁନି କଣ୍ଟା। ଆଉ କେଉଁ ଡକ୍ଟର, ବଡ଼ ଡକ୍ଟର ଏମିତି ସାହାଯ୍ୟ କରିଦେଲେ ଭଲ ହୁଅନ୍ତା। ଆଉ କଣ୍ଟା ତ ମାସେ ପାଖାପାଖି ହେଲାଣି, ସେ ଆମକୁ ଖାଇବାକୁ କହିଲେ ଖାଇପାରୁନୁ, କି ଶାନ୍ତିରେ ରହିପାରୁନୁ। ତା ପାଇଁ ହେଲେ ଆମେ ବହୁତ କଷ୍ଟ, ଟେନସନ୍, କାମ କଲେ ହେଲେ ତା ଉପରେ ନଜର ସବୁବେଳେ। ଆମେ ତ ସାର୍ ବି ଟିକେ ଦେଖା ଦେଇନି, ଡକ୍ଟର ନହେଲେ ଅନ୍ୟ ମେଡ଼ିକାଲ ନେଇ କେଉଁଠି ଟିକେ ସାହାଯ୍ୟ କରି ଦେଖା ଦେଲେ ଆମ ପିଲା ଟିକେ ଭଲ ହେଇଯାନ୍ତା ସାର୍।